ବାଜପେୟୀ ମାନ୍ୟବର କେବଳ ରାଜନୈତିକ ନେତା ନଥିଲେ, ଜଣେ ବିଶିଷ୍ଟ ପ୍ରଜ୍ଞାବାନ ଜଣେ ଶ୍ରେଷ୍ଠ କବି ଭାବରେ ସେ ବିଶ୍ୱବନ୍ଦିତ ଥିଲେ। ତାଙ୍କର କବିତା ଯିଏ ପଢ଼ିବ ସେ ହିଁ ଅନୁଭବ କରିବ। ତାଙ୍କ ଜୀବନର ବୃତ୍ତାନ୍ତ, ଜୀବନର ଦର୍ଶନ ଆଦର୍ଶ ଅନ୍ୟ ଯେଉଁମାନେ ରାଜନୀତି କରିବେ ଭବିଷ୍ୟତରେ ସେମାନଙ୍କ ପାଇଁ ଏକାନ୍ତ ମାତ୍ର ମାନେ ଶିକ୍ଷଣୀୟ। ଯିଏ ତାକୁ ଶିକ୍ଷା କରିଛି ସେ ଭଲ ରାଜନୈତିକ ନେତା ହେଇଛି। ଜାତିର ମାନେ ହିନ୍ଦୁତ୍ୱ ଉପରେ, ଦେଶର ଭାରତ ଉପରେ ଭା କହିଲେ ଆଲୋକ ଖଣ୍ଡରେ ରତ, ଭା କହିଦେଲେ ଯେଉଁ ମହାମନ୍ତ୍ର ସମଗ୍ର ପୃଥିବୀ ପାଇଁ ଯାଇଥିଲେ। ଏବଂ ସେତେବେଳେ ଯେଉଁ ନେତାମାନେ କହିଥିଲେ, ବିବେକାନନ୍ଦ କହିଥିଲେ, ଅରବିନ୍ଦ କହିଥିଲେ, ଦିନ ଆସିବ ସାରା ଭାରତବର୍ଷ ସାରା ପୃଥିବୀକୁ ଶାସନ କରିବ, ରାଜତ୍ୱ କରିବ। ସେ ସମୟଟା ଆସିଗଲା। ତାର ପ୍ରମାଣ ହେଉଛି ଆଜିର ଏଇ ପାରାଦୀପର ସଭା। ଜଣିଏ ଲୋକ ଏକୁଟିଆ ଲାଗିକିରି ତା ପଛରେ କିଛି ଅଛନ୍ତି ଶିକ୍ଷିତ ସାମ୍ବାଦିକ, ସେମାନଙ୍କୁ ନେଇକିରି ଯେଉଁ ସଭାଟିଏ କରିଛି ଆପଣ ଆଖିରେ ଦେଖିଛନ୍ତି। ପିନ୍ ଅଫ୍ ସାଇଲେନ୍ସ, ଏତେ ମା ଶୁଣୁଛନ୍ତି ଯେ ଯାଉନାହାନ୍ତି। ମୁଁ ବାଧ୍ୟତା ସମୟ ହେଲା ବନ୍ଦ କରିଦେଲି, ମାନେ ଏବି ଚାଲିଥାନ୍ତା ଏ ସଭା। ଏମିତି ସଭା ଅନ୍ୟତ୍ର ହୁଏ ନା। ତେଣୁ ଯେଉଁଠି ଆଦର୍ଶ ଥାଏ, ଯେଉଁଠି ଶିକ୍ଷା ଥାଏ, ଯେଉଁଠି ନୀତି ଥାଏ, ଯେଉଁଠି ଜୀବନ ଦର୍ଶନକୁ ମହିୟାନ କରିଥିବା ପ୍ରତିଭାମାନ ଥାନ୍ତି, ସେଠି ଏଠି ସେଭଳି ସଭା ସଫଳ ହୁଏ। ଆଜି ଏକ ସଫଳ ସଭା କରିଥିବାରୁ ଉଦ୍ଧତା ବନ୍ଧୁମାନଙ୍କୁ ଏବଂ ଆପଣମାନଙ୍କୁ ଜଗତସିଂହପୁର ସମଗ୍ର ଜଗତସିଂହବାସୀକୁ ସାରା ବିଶ୍ୱରେ କରୋନାର ଯେଉଁ ଅତ୍ୟାଚାର, ତା ଭିତରେ ଯେଉଁ 5 ଜଣ ଏକାଠି ବସିକରି ଧ୍ୟାନ କୁଦରେ ତପସ୍ୟା କରିଥିଲେ, ଯେଉଁ ମହାମନ୍ତ୍ର ମହାସୁନ୍ଦର ଆସିଥିଲା, ତାହା ଆଜି ସାରା ପୃଥିବୀ ଚକିତ କରିଦେଇଛି। ତେଣୁ ପୁଣି ଯେ ନ ଆସିବ କିଏ କହିବ? ତେଣୁ ଆମେ ସତର୍କ ହେବା। ଏଇଭଳି ମଝିରେ ପ୍ରଜ୍ଞାମାନ ଜ୍ଞାନମାନ ଯେଉଁମାନେ ଅଛନ୍ତି, ଶ୍ରୋତାମଣ୍ଡଳୀ, ସାମ୍ବାଦିକ ବନ୍ଧୁ ସମସ୍ତଙ୍କୁ ନେଇ ଏଭଳି ସଭା କରିବା ଯେଉଁଟାକି ଆପଣଙ୍କର ଚାରିଆଡ଼େ ଆଦୃତ ହେବ। ଆପଣ କାଲି ସକାଳୁ କହିବେ ପ୍ରକୃତରେ ଏମିତି ସଭା ହେଇନି, ବହୁତ ସଭା କ'ଣ ହେଇଛି, ଆହୁରି ସଭା ହେବ, ହେଇଯିବ ବୋଲି ନ ହେବ ବୋଲି କହିବି। କିନ୍ତୁ ସମସ୍ତେ ଯେଉଁ ଗୋଟେ ଅତି ଶାନ୍ତ ପିନ୍ ଅଫ୍ ସାଇଲେନ୍ସ, ଶାନ୍ତିରେ ଅଟଳ ବିହାରୀ ବାଜପେୟୀ କଥା ଶୁଣିବା ବିରଳ।